ଜଗତକୁ ଏଡ଼େ ପ୍ରେମ ଈଶ୍ୱର କରିଲେ, ସେ ଆପଣା ଦ୍ୱିତୀୟ ପୁତ୍ରଙ୍କୁ ଦେଲେ। ନର ବେଶେ ପ୍ରଭୁ ଯୀଶୁ ଜଗତେ ଆସିଲେ, ଆମ ପାପ ଅଙ୍ଗେ ନେଇ କ୍ରୁଶେ ବଳି ହେଲେ। ଯେ କରେ ବିଶ୍ୱାସ ନ ହୋଇ ବିନାଶ, ଅନନ୍ତ ଜୀବନ ପାଇବ। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ ସର୍ବୋଚ୍ଚ ନାମରେ ଆପଣଙ୍କୁ ଶୁଭେଚ୍ଛା। ଜନ୍ ଲିଖିତ ସୁସମାଚାର 10 ଅଧ୍ୟାୟର 17 ଏବଂ 18 ପଦରେ ଆମମାନେ ଏହିପରି ପାଠ କରୁ। ମୁଁ ମୋହର ପ୍ରାଣ ଦାନ କରିବାରୁ ପିତା ମୋତେ ପ୍ରେମ କରନ୍ତି, ଆଉ ମୁଁ ମୋହର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ। କେହି ମୋ ଠାରୁ ତାହା ନେଇଯାଇ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ। ତାହା ଦାନ କରିବାକୁ ମୋହର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋହର ଅଧିକାର ଅଛି। ମୁଁ ମୋହର ପିତାଙ୍କ ଠାରୁ ଏହି ଆଜ୍ଞା ପାଇଅଛି। ପ୍ରଭୁ ଶ୍ରୀଖ୍ରୀଷ୍ଟ ମୃତ୍ୟୁ ଉପରେ ଅଧିକାରୀ ଅଟନ୍ତି। ଆମକୁ ମୃତ୍ୟୁ ଦେବାର ଅଧିକାର ତାଙ୍କଠାରେ ରହିଛି। ରୋମିଓ ପତ୍ର କହେ, ସମସ୍ତେ ତ ପାପ କରିଅଛନ୍ତି, ପୁଣି ଈଶ୍ୱରଙ୍କର ଗୌରବ ରହିତ ହୋଇଅଛନ୍ତି। ତାହା ଆହୁରି ମଧ୍ୟ କହେ, ପାପର ବେତନ ମୃତ୍ୟୁ। ପ୍ରତ୍ୟେକ ମନୁଷ୍ୟ ପାପ କରି ପାପର ଦଣ୍ଡ ଯୋଗୁଁ ଯେଉଁ ମୃତ୍ୟୁ ପାଇବାର ହକଦାର, ସେହି ପାପର ଫଳ ଈଶ୍ୱର ଆମକୁ ଦେବା କଥା। ମାତ୍ର ଯିଏ କେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରେ, ଅର୍ଥାତ୍ ଯାହାଙ୍କଠାରେ ମୃତ୍ୟୁ ଉପରେ ଅଧିକାର ଅଛି, ତାହାଙ୍କଠାରେ ବିଶ୍ୱାସ ଦ୍ୱାରା ସେ ଏହି ମୃତ୍ୟୁରୁ ରକ୍ଷା ପାଇପାରେ। ପ୍ରଭୁ ଶ୍ରୀଖ୍ରୀଷ୍ଟ ଆମର ମୃତ୍ୟୁକୁ ଅନନ୍ତ ଜୀବନରେ ପରିବର୍ତ୍ତନ କରିପାରନ୍ତି, କାରଣ ମୃତ୍ୟୁ ଉପରେ ତାହାଙ୍କର ଅଧିକାର ରହିଛି। ତେବେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସହଭାଗିତାରେ ଈଶ୍ୱରଙ୍କର ଯେଉଁ ଦାନ, ସେହି ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ଈଶ୍ୱର ଆପଣଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ। ଧନ୍ୟବାଦ।